বিল্ডিং ছাতরে বাড়াই হেলা বিমান বিমান দুর্ঘটনাগ্রস্ত লাগি 2 জনক মৃত্যু সহ 15 আহত হয়েছেন। মৃত্যু সংখ্যা বড়িবার আশঙ্কা বি রয়েছে, কারণ আহতঙ্ক ভিতর অধিকাংশଙ୍କ অবস্থা সংকটাপন্ন রয়েছে। আমেরিকার দক্ষিণ ক্যালিফোর্নিয়ারে প্লেন ক্রাশ পরে তুরন্ত রেস্কিউ অপারেশন আরম্ভ করেছিল পুলিশ। ଏକ ଛୋଟ ବିମାନ ଉଡ଼ାଣ ବେଳେ କୋଠାର ଛାତ ଉପରେ ମାଡ଼ କରିଥିଲା। ଅରେଞ୍ଜ କାଉଣ୍ଟିଂର ଫ୍ୟୁଲଟନ୍ ମ୍ୟୁନିସିପାଲ ଏୟାରପୋର୍ଟ ପାଖରେ ଏହି ଦୁର୍ଘଟଣା ହୋଇଛି। ଏହି ବିମାନ ବନ୍ଦରରେ ଏକ ରନୱେ ଓ ଏକ ହେଲିପ୍ୟାଡ୍ ରହିଛି। ବିମାନରେ ନିଆଁ ଲାଗିବାରୁ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ଏହାକୁ କାବୁ କରିଥିଲା। ଆଖପାଖ ଅଞ୍ଚଳ ଖାଲି କରିଦିଆଯାଇଛି। ବିମାନ ଦୁର୍ଘଟଣା ପରେ ସମ୍ପୃକ୍ତ କୋଠାରେ ବି ନିଆଁ ଲାଗିଯାଇଥିଲା। ବିଲ୍ଡିଂରୁ ବି ଲୋକଙ୍କୁ ଉଦ୍ଧାର କରାଯାଇଛି। ଯେଉଁ ବିଲ୍ଡିଂରେ ବିମାନ ପିଟି ହେଲା ତାହା ଏକ ଫର୍ଣ୍ଣିଚର ୱେୟାରହାଉସ୍ ଦୋକାନ ଥିଲା। ଫେଡେରାଲ ଆଭିଏସନ୍ ପ୍ରଶାସନ କହିଛି ବିମାନଟି ସିଙ୍ଗଲ ଇଞ୍ଜିନ୍ RB-10 ଥିଲା। ବିମାନ ଦୁର୍ଘଟଣାର ମିଳିତ ତଦନ୍ତ ଆରମ୍ଭ କରିଛି ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଓ ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡ। ଏହା ପୂର୍ବରୁ ଦକ୍ଷିଣ କୋରିଆରେ ଗଲା ରବିବାର ଯାତ୍ରୀ ବିମାନ ରନୱେରେ ଖସି କଂକ୍ରିଟ କାନ୍ଥରେ ପିଟି ହେବାରୁ ବିମାନରେ ଥିବା କେବଳ 2 ଜଣଙ୍କୁ ଛାଡ଼ି ବାକି 179 ଲୋକଙ୍କ ମୃତ୍ୟୁ ହୋଇଥିଲା। ବ୍ୟୁରୋ ଇନପୁଟ ସହ ଭକ୍ତିଲତା ବରାଳ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍।